ଆପଣ ସକାଳୁ ଉଠିକି ସାଙ୍ଗେ ସାଙ୍ଗେ ବ୍ରସ୍ କରିଦିଅନ୍ତୁ। ସକାଳୁ ଉଠିଲେ ସାଙ୍ଗେ ସାଙ୍ଗେ ଗଲେ ବ୍ରସ୍ କଲେ। ଯଦି ଆପଣ ଏମିତି କରୁଛନ୍ତି ତାହେଲେ ଆପଣ ନିଜ ସାଙ୍ଗରେ ବହୁତ ବଡ଼ ଅନ୍ୟାୟ କରୁଛନ୍ତି, ନିଜ ସ୍ୱାସ୍ଥ୍ୟ ସାଙ୍ଗରେ ବହୁତ ବଡ଼ କମ୍ପ୍ରମାଇଜ୍ କରୁଛନ୍ତି। କାହିଁକି ଶୁଣନ୍ତୁ, ରାତିରେ ଆମେ ଶୋଇଲା ପରେ ଯେତେବେଳେ ଆମେ ସକାଳୁ ଉଠେ ଆମ ପାଟି ଭିତରେ ଟିକେ ଲାଳୁଆ ଲାଳୁଆ ହୋଇଯାଇଥାଏ, କିଛି ଲାଳ ତିଆରି ହୁଏ, ଯେଉଁଟା ଲାଇସୋଜାଇମ୍ ନାମକ ଗୋଟେ ଆଣ୍ଟିବାୟୋଟିକ୍, ଯେଉଁଟା ଆମ ଶରୀର ନ୍ୟାଚୁରାଲ୍ ପ୍ରୋସେସ୍ରେ ତିଆରି ହୁଏ। ଏଇଟା ପ୍ରକୃତିଦତ୍ତ, ଅଟୋମେଟିକ୍ ତିଆରି ହୁଏ। ଯେତେବେଳେ ଆମେ ସାଙ୍ଗେ ସାଙ୍ଗେ ସକାଳୁ ଉଠିକି ବ୍ରସ୍ କରିଦେଉଛେ ସେତେବେଳେ ସେଇ ଆଣ୍ଟିବାୟୋଟିକ୍ଟା ନଷ୍ଟ ହୋଇଯାଉଛି। ଏହାଦ୍ୱାରା ହେଉଛି କ'ଣ, ଆମ ଶରୀର ପାଇଁ ଯେଉଁ ତିଆରି ହୋଇଥିବା ଔଷଧି ନେଚର ଆମକୁ ଦେଇଥିଲା ସେଇଟା ଆମକୁ କାମରେ ଲାଗିଲାନି। ବିପରୀତରେ କ'ଣ ହୁଏ ନା, ଯଦି ଆମେ ସକାଳୁ ଉଠିକି ସାଙ୍ଗେ ସାଙ୍ଗେ ବ୍ରସ୍ ନ କରିକି ଗୋଟେ ଗ୍ଲାସ୍ ବା 2 ଗ୍ଲାସ୍ ନଖ ଉଷୁମ ପାଣି ପିଉଛେ, ତାହେଲେ ଆମ ପାଟିରେ ଥିବା ଲାଳ ବା ଲାଇସୋଜାଇମ୍ ନାମକ ଆଣ୍ଟିବାୟୋଟିକ୍ ଆମ ବଡି ଭିତରକୁ ଗଲା। ଆଉ ବଡି ଭିତରକୁ ଗଲା ପରେ ଦେହ ଭିତରେ ଥିବା ବହୁତ ଗୁଡ଼ାଏ ବ୍ୟାକ୍ଟେରିଆକୁ ସେ ନଷ୍ଟ କରିଦିଏ, ଯେଉଁଟା ଆଗକୁ ଯାଇକି ଆମର କୌଣସି ପ୍ରକାର ପେଟରେ ଥିବା ରୋଗ ବା ପେଟର ରୋଗର ଥିବାର ସମ୍ଭାବନା ସେସବୁ ନଷ୍ଟ ହୋଇଯାଏ। ତ ଆଜିଠୁ ଯଦି କେବେ ଆପଣ ସକାଳୁ ଉଠିକି ସାଙ୍ଗେ ସାଙ୍ଗେ ବ୍ରସ୍ କରନ୍ତି ତାହେଲେ ନ କରନ୍ତୁ। ସକାଳୁ ଉଠିକି ପ୍ରଥମେ ଗୋଟେ ଗ୍ଲାସ୍ ବା 2 ଗ୍ଲାସ୍ ନଖ ଉଷୁମ ପାଣି ପିଅନ୍ତୁ, ତାପରେ କିଛି ସମୟ 5-10 ମିନିଟ୍ ପରେ ବ୍ରସ୍ କରନ୍ତୁ। ଏହାଦ୍ୱାରା ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ, ଆଉ ଜୀବନ ଯାକ ଗ୍ୟାଷ୍ଟ୍ରିକ୍ର ପ୍ରୋବ୍ଲେମ୍ ରହିବନି। ଅଭ୍ୟାସ କରନ୍ତୁ, ନିଶ୍ଚିତ ଉପକାର ମିଳିବ। ଜୟ ଭୋଲେନାଥ।